ଟିଟଲାଗଡ଼ର 25ତମ ଶୀତଳଷଷ୍ଠୀ ଶିବ ପାର୍ବତୀଙ୍କ ବିବାହ ସମ୍ପୂର୍ଣ୍ଣ। ଚଳିତ ବର୍ଷ 25ତମ ବର୍ଷରେ ପଦାର୍ପଣ କଲା ଟିଟଲାଗଡ଼ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ଟିଟଲାଗଡ଼ର ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ଶୁଭ୍ରାଂଶୁ ଦାସଙ୍କ ଆବାହକ କୃତରେ ଶନିବାର ସନ୍ଧ୍ୟାରେ ଦେବ ନିମନ୍ତ୍ରଣ କରାଯାଇଥିଲା। ଚଳିତ ବର୍ଷ ବର ପିତାମାତା ଭାବେ ସିଲଭଟାପଡ଼ାର ମହେନ୍ଦ୍ର କୁମାର ରାଉତ ଏବଂ ସୁପୁତ୍ନୀ ମେନକା ରାଉତ ସୌଭାଗ୍ୟ ଅର୍ଜନ କରିଥିଲେ। ଶନିବାର ଦିନ ସନ୍ଧ୍ୟା 4ଟା ସମୟରେ ଅଲଙ୍କାର ଧାରଣ ଓ ରାତ୍ରି 8 ଘଣ୍ଟା ବର ପିତାମାତା ତାଙ୍କର ସମ୍ପର୍କୀୟଙ୍କ ସହ ସହରର ମାନ୍ୟଗଣ୍ୟ ବ୍ୟକ୍ତିମାନେ ପ୍ରଭୁ ମହାଦେବଙ୍କୁ ଧରି ବରଯାତ୍ରୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହରର ପରିକ୍ରମା କରି ଡିଜେର ତାଳେ ତାଳେ ଝୁମି ନାଚି ହାଟପଡ଼ାପଡ଼ା ସ୍ଥିତ ପ୍ରହରୀ ମଣ୍ଡପକୁ ଯାଇଥିଲେ। କନ୍ୟା ପିତାମାତା ଭାବେ ହାଟପଡ଼ାପଡ଼ାର ସୀତାରାମ ବେହେରା ଏବଂ ସୁପୁତ୍ନୀ ରେଣୁକା ବେହେରା ଏବଂ ପଡ଼ାବାସୀ ବର ପକ୍ଷରୁ ପାଛୋଟି ଆଣିଥିଲେ। ତାପରେ ରାତି 11:30 ଦେବ ଦମ୍ପତିଙ୍କ ବିବାହ ସମ୍ପୂର୍ଣ୍ଣ ହୋଇଥିଲା। ଏହି ଅବସରରେ ଏହି ଉତ୍ସବକୁ ଦେଖିବାକୁ ଆସିଥିବା ହଜାର ହଜାର ଭକ୍ତଙ୍କୁ ଶୀତଳଷଷ୍ଠୀ କମିଟି ପକ୍ଷରୁ ଭୋଗ ବଣ୍ଟନ କରାଯାଇଥିଲା। ଏହି ଯାତ୍ରାକୁ ସୁରୁଖୁରୁରେ ସଞ୍ଚାଳନ କରିଥିଲେ କମିଟି ସଭାପତି ଶ୍ରୀପତି ସାହୁ, ସମ୍ପାଦକ ସୁଧୀର ଗଢ଼ଇ, କୋଷାଧ୍ୟକ୍ଷ ପ୍ରଭାକର ସରାଫ, ସଦସ୍ୟ ଧଲା କାହ୍ନୁ ବୁନ୍ଧେକ, କାର୍ତ୍ତିକ ନାୟକ, ଟିକେଲାଲ ସେଠ, ସତ୍ୟଜିତ ଷଡ଼ଙ୍ଗୀ, ସଞ୍ଜୀବ ତ୍ରିପାଠୀ, କିଶୋର ନାଗ, ନରୀନ ରଣା, ଶିବ ବେହେରା, ମତୁରାଲ ବେହେରା, ପ୍ରଶାନ୍ତ ବାଗ, ଶିବୁନ ବାଗ, ଜିତେନ ବାଗ, ସୁରାନ ବାଗ, ଗୁରରୁ ବେହେରା, କାଲୁ ବେହେରା, ହରିମନ ହୀରା, ଦିলীପ ଷଡ଼ଙ୍ଗୀ, ଉପଦେଷ୍ଟା କମିଟିର ଶ୍ରୀ ରିଙ୍ଗରାଜ ସାହୁ ଏବଂ କମିଟିର ଅନ୍ୟାନ୍ୟ ସଦସ୍ୟ ହାଟପଡ଼ାପଡ଼ାର ସମସ୍ତ ମହିଳାମାନେ ରହିଛନ୍ତି। ସେହିପରି ରବିବାର ସନ୍ଧ୍ୟାରେ ଦେବ ଦମ୍ପତିଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ଟିଟଲାଗଡ଼ରୁ ଇନା ସାହୁଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ୍ ଓଡ଼ିଶା।